ସୁଭଦ୍ରା ଯୋଜନାକୁ ନେଇ ଆସିଗଲା ଆଉ ଏକ ବଡ଼ ଘୋଷଣା, ଯାହା ଆମେ ଭିଡ଼ିଓରେ ଜାଣିବା। ଏନେଇ ସରକାର ମଧ୍ୟ ଜାରି କଲେ ନୂଆ ଅପଡେଟ୍। 2 ଦିନରେ ଖୋଲିବ ସୁଭଦ୍ରା ଅଭିଯୋଗ ପୋର୍ଟାଲ। ଯଦି ଆପଣମାନେ ବି ସୁଭଦ୍ରା ଟଙ୍କା ପାଉନାହାନ୍ତି, ତେବେ ଆପଣ ବି ମଧ୍ୟ ପାଇପାରିବେ। କ'ଣ ରହିଛି ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ ଚାଲନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାରେ ସମୀକ୍ଷା କରିଛନ୍ତି। ଏହି ଯୋଜନାରେ ଉପରେ ସମୀକ୍ଷା କଲା ପରେ ସେ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା 2,85,000 ହିତାଧିକାରୀଙ୍କୁ ସାମିଲ ପାଇଁ ଡୋର ଟୁ ଡୋର ସର୍ଭେ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଅଧିକାରୀମାନେ ଆଗାମୀ 15 ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ। ଏଥିପାଇଁ 2 ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ। ବାଦ୍ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରିପାରିବେ। ଅଧିକାରୀମାନେ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ 15,984 ହିତାଧିକାରୀ ମୃତ ହିତାଧିକାରୀ ବାଦ୍ ପଡ଼ିଥିବା ବେଳେ 1,805 ଜଣ ଜୀବିତ ଅଛନ୍ତି। ସେମାନଙ୍କୁ ମଧ୍ୟ ସାମିଲ କରାଯିବ। ଅନ୍ୟପଟେ 36,702 ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ୍ ପଡ଼ିଛନ୍ତି। 21,035 ହିତାଧିକାରୀ ଆୟକର ଦେବାରୁ ବାଦ୍ ପଡ଼ିଥିବା ବେଳେ 1,33,691 ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି। ସେ ବାବଦରେ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି କିମ୍ବା ସେମାନଙ୍କୁ ଏପର୍ଯ୍ୟନ୍ତ ଏ ଟଙ୍କାଟିଏ ବି ମିଳିନାହିଁ। ତେବେ ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ଼ ଅଛି କି ନାହିଁ, KYC ଅପଡେଟ୍ ହୋଇଛି କି ନାହିଁ, ଏଭଳି ଅନେକ ତର୍ଜମା କରାଯିବ। ତେବେ ଏନେଇ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏନେଇ ସମୀକ୍ଷା ମଧ୍ୟ କରାଯାଇଛି। ତେବେ ଯଦି ଆପଣମାନେ ସୁଭଦ୍ରା ଯୋଜନାରୁ ଟଙ୍କା ପାଉନାହାନ୍ତି, ତେବେ 2 ଦିନ ମଧ୍ୟରେ ଖୋଲିବାକୁ ଯାଉଛି ଅଭିଯୋଗ ପୋର୍ଟାଲ, ଯାହା ମାଧ୍ୟମରେ ଆପଣ ଅଭିଯୋଗ କରି ନୂତନ ବା ନୂଆ ଆବେଦନ ମଧ୍ୟ କରିପାରିବେ। ଆପଣ ବି ସରକାରଙ୍କ ତରଫରୁ ଆସୁଥିବା ତୃତୀୟ କିସ୍ତି ଏକାବେଳେ 15,000 ଟଙ୍କା ପାଇପାରିବେ ବା ପାଇଯିବେ। ତ ଫ୍ରେଣ୍ଡସ୍, ଇଏ ହେଉଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଅପଡେଟ୍ଟି ଆପଣମାନଙ୍କୁ ଭଲ ଲାଗିଥିଲେ ବା ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଆପଣ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ ଏବଂ ଅଲ୍ ନୋଟିଫିକେସନରେ ସେଟ୍ କରିଦିଅନ୍ତୁ। ଧନ୍ୟବାଦ।